ବାବା ନାଁଟା ମଦନ ମୋହନ ପଣ୍ଡା ମଧୁମଙ୍ଗଳ ଦାସ। ଅଭିଯୋଗ ଆସୁଛି ଆପଣଙ୍କ ନାଁରେ ଜଣେ ଅନ୍ତେବାସୀ ଅଭିଯୋଗ କରିଛନ୍ତି, କ'ଣ କରିବେ? ଆଜ୍ଞା ଅନ୍ତେବାସୀ ତାଙ୍କୁ ଦୁଷ୍କର୍ମ କଥା ଅଭିଯୋଗ କରିଛନ୍ତି। ମୋତେ ଲାଗୁଛି ସେ ମୋତେ ଏଠି ଫସାଇବା ପାଇଁ କିଛି ଚକ୍ରବ୍ୟୂହ କରିଥାଇପାରନ୍ତି। ଆଉ ଆମର ଯେଉଁ ଅନୁଷ୍ଠାନ ଡେଭଲପମେଣ୍ଟ ହେବା ଦ୍ୱାରା ଲୋକଙ୍କର ଈର୍ଷା ଆଉ ସହନଶୀଳତା ନଥିବାରୁ ଈର୍ଷା ବଢ଼ିଯାଇଥିବାରୁ ଏ ବୋଧେ ଚକ୍ରାନ୍ତ ମୋତେ କରିଛନ୍ତି, ଯାହାଦ୍ୱାରା କି ଆଜି ଅନୁଷ୍ଠାନରେ ଡିଷ୍ଟର୍ବ କାରଣ ହେଉଛି। ଆଜ୍ଞା କେବେଠୁ ସେ ବାବା ଆଶ୍ରମ ରହୁଥିଲେ? ସେ ମାତ୍ର 16-17 ଦିନ ହେଲା ଆସିଛନ୍ତି। କିଏ କିଏ ଚକ୍ରାନ୍ତ କରି ବସାଇଛନ୍ତି? ଏ ପୂର୍ବରୁ ଯେଉଁମାନେ ଆମ ସହିତ କିଛି ଝାମେଲାଝାଟି କରିଥିଲେ ବା କିମ୍ବା କୌଣସି ଭକ୍ତ ଲୋକ ହେଇଥାଇପାରନ୍ତି କିମ୍ବା ଅଭକ୍ତ ଲୋକ ହେଇଥାଇପାରନ୍ତି, ସେମାନେ ସବୁ କରିଥାଇପାରନ୍ତି ବୋଲି ମୋର ସନ୍ଦେହ। ସେଇ ଏକୁଟିଆ ଅନ୍ତେବାସୀ ରହୁଛନ୍ତି, ଆଉ କିଏ ସାମିଲ ରହୁଛନ୍ତି? ଆଜ୍ଞା ସେ ଅନ୍ତେବାସୀ ଏକୁଟିଆ ମହିଳା ନା ଆଉ କିଏ ଥିଲେ? ନାଇଁ, ସେ ଏକଲା ଏବେ ଜଷ୍ଟ 16 ଦିନ ହେଲା ଆସିଥିଲେ, 17 ଦିନ ଖଣ୍ଡେ ହେବ ଆସିଥିଲେ ରହିବା ପାଇଁ, ସେବା କରିବା ପାଇଁ ଠାକୁରଙ୍କର। ସେ ସେବା ପାଇଁ ଆସିଥିଲେ, ଭୋଜନାଳୟ ତାକୁ ଇଏ କରାଯାଇଥିଲା? ନା ଭୋଜନାଳୟରେ ସେ କିଛି କରନ୍ତିନି, ସେଟା ମିଛ କଥା କହୁଛନ୍ତି। ଭୋଜନାଳୟରେ ସେପାରେଟ୍ ଲୋକ ଥିଲେ, ତେଣୁ ଇଏ ଖାଲି ଠାକୁରଙ୍କ ସେବାରେ 2 ଦିନ କରିକି ତାପରେ ସେ ଘର ଭିତରେ ରୁହନ୍ତି। କିଛି ସେବା ବି ତାପରେ କରିନାହାନ୍ତି, ମାତ୍ର 2 ଦିନ କରିଛନ୍ତି ସେବା।